ଭକ୍ତିରେ ଡାକିଲେ ସତ କଥା ଜଗା ହିଁ ଶୁଣେ। କାଲି ଯାଇଥିଲୁ ଜଗନ୍ନାଥ ପାଖକୁ, ଯେହେତୁ ରଥ ଦାଣ୍ଡରେ ଅଛନ୍ତି, ଆଉ ଏ କହିଲେ ଯିବା ଚାଲ ଦେଖିବା। ଆମେ ଯାଇଥିଲୁ, ସତ କଥା ମୁଁ ସେଠି ବହୁତ ମାନେ ବହୁତ ଭଲ ପାଏ ଜଗନ୍ନାଥଙ୍କୁ, ବହୁତ ବିଶ୍ୱାସ କରେ ହେଲା। ଯେଉଁ ପଣ୍ଡାମାନେ ଜଗନ୍ନାଥଙ୍କର ବସ୍ତ୍ର ସବୁ ଧରିକି ଏମିତି ହଲଉଥାନ୍ତି, ମୁଁ ମନେ ମନେ ଭାବିଲି ମୋତେ ସେ ବସ୍ତ୍ରଟା ଦେଇଦିଅନ୍ତୁ କି ମୁଁ ରଖନ୍ତି ଜଗନ୍ନାଥଙ୍କର। କିନ୍ତୁ ଭାବିଲି ପଣ୍ଡାମାନେ ତ ବହୁତ ଲୋଭୀ, ଆଉ ସେ ବସ୍ତ୍ର ଦେବେ ବହୁତ ମାନେ ପଇସା କଥା କହିବେ, ବହୁତ ଟଙ୍କା କଥା କହିବେ। ସେଥିପାଇଁ ମୁଁ ମନେ ମନେ ରହିକି ମନେ ମନେ ହେଲେ ଆଉ। କିନ୍ତୁ ସେଇ ସମୟରେ ମୋତେ ଗୋଟେ ବ୍ରାହ୍ମଣ ଲୋକ ଆସି, ମୁଁ ଠିଆ ହେଇଛି ହାତ ଯୋଡ଼ିକି ହେଲା, ଦେଖ ସେ ମୋତେ ଆଣି ଗୋଟେ ଜଗନ୍ନାଥଙ୍କର ବସ୍ତ୍ର ମୋ ବେକରେ ଏମିତି ପକାଇଦେଲେ ହେଲା, ଏଇ ଗୋଟାକ ପକାଇଦେଲେ ଆଉ ପକାଇଦେଲେ ଆଉ ମୋତେ କହିଲେ ଯାହା ଦେବୁ ଦେ ହେଲା। ଭିଡ଼ ଭିତରେ କିନ୍ତୁ ହାତ ପାଖରେ ବାହାର ପଟେ ଥିଲା ତାଙ୍କର 20 ଟଙ୍କା, ସେ 20 ଟଙ୍କା ହିଁ ନେଇକି ସେ ପଳେଇଲେ ହେଲା। ଦେଖ ମୁଁ ମୋର କୋଉଠି ରଖିଛି, ଆଉ ମୋର କେଉଁଠି ହେଲା।